ଏଇଠି ଛିଡ଼ା ହେଇଛନ୍ତି ରେ ଏଇ କ'ଣ ମୁଁ ଭିଡ଼ିଓ କରିବି ଲୁଚିକି ଠିଆ ହେଇଛ ନା କ'ଣ? ଆଉ ମୁଁ ଖୋଜୁଛି ତମେ ଆସିକି ଏପଟେ ବାଲକନି ଦେଖୁଥିଲି ମଶାର ଟାୱାର କାମ କ'ଣ ଚାଲିଛି ତ ଲୋକ ଚଢ଼ିଛନ୍ତି। ଲୋକ ଚଳୁଛନ୍ତି ଲୋକ ଚଢ଼ିଛନ୍ତି ଉପରେ ଟାୱାର ଉପରେ ଚଢ଼ିଛନ୍ତି। ଏ ଅନ୍ଧାରରେ? ହଁ ଦେଖୁନ ଦେଖୁନ ଉପରେ ଚଢ଼ିଛନ୍ତି କେମିତି। ପ୍ରଥମ ଦେଖିବା ପାଇଁ ସମୟ ନାହିଁ ମୋତେ 2-4ଟା ପ୍ରଶ୍ନର ଉତ୍ତର ଦେଇଦିଅ ମୁଁ ପଳାଏ। ପ୍ରଶ୍ନର ଉତ୍ତର ମୁଁ ଦେଖୁଛି ଟିକେ ରହିଥାଅ। ଦେଖିବାଟା ନିହାତି ଦରକାର। ଲୋକ କେମିତି ତା ଉପରେ ଚଢ଼ିଛନ୍ତି କେମିତି କ'ଣ କାମ କରୁଛନ୍ତି। ମୁଁ ତ ଜମା ଚଢ଼ି ପାରିବିନି, ଗୋଟେ ପାହାଚ ବି ଚଢ଼ି ପାରିବିନି, ମୋ ମୁଣ୍ଡ ଘୁରିବ, ମୁଁ ପଡ଼ିଯିବି ଲାଷ୍ଟକୁ। ତମକୁ କାହିଁକି ମୁଁ ଚଢ଼ିବାକୁ ଦେବି ଯେ ତମେ ଏମିତି ଘର ଭିତରେ ବସିଥା, ମୋର ଗୋଡ଼ ହାତ ଭାଙ୍ଗିବା ଦରକାର ନାହିଁ କି ମୁଁ ମେଡ଼ିକାଲ ଯିବା ନେଇକି ଦରକାର ନାହିଁ। ପଇସା ଖର୍ଚ୍ଚ କରିବାକୁ ଡରୁଛ ନା ନାହିଁ? ତମେ ବହୁତ ଭଲ ପାଉଛ, ମୋ ଗୋଡ଼ ହାତ ଭାଙ୍ଗିଗଲେ କାନ୍ଦ ଲାଗିବ ବୋଲି ସେଥିପାଇଁ ଭଲ ପାଉଛି ସେ ତ ଅଲଗା ମ୍ୟାଟର, ପଇସାକୁ ବି ଜଗୁଛି। ପଇସାକୁ ଏଇନେ ମେଡ଼ିକାଲ ଗଲେ ମିନିମମ୍ ତ 1,00,000 ଟଙ୍କାରୁ କମ ଖର୍ଚ୍ଚ ହଉନି। ଇନ୍ସୁରାନ୍ସ ଥିଲେ ଇନ୍ସୁରାନ୍ସ କ'ଣ ଆସି ମୋତେ ଗାଡ଼ି ଭଡ଼ା ଦେବେ ନା ଖାଇବାକୁ ଦେବେ ନା ପିଇବାକୁ ଦେବେ? ତମ ଖର୍ଚ୍ଚଟା ଇନ୍ସୁରାନ୍ସ କରିଦେବେ, ଆଉ ବାକି ସେଠି ମୁଁ ରହିବି, ଗାଡ଼ି ଭଡ଼ା ଖର୍ଚ୍ଚ, ତାପରେ ସେଠି ମୋ ରହିବା ଖର୍ଚ୍ଚ, ତା ବାଦେ ମୋର ଯେଉଁ କାମ ବନ୍ଦ ହେବ 5-10 ଦିନ, ସେ ପଇସା କିଏ ଦେବ? ଏତେ ଚିନ୍ତା କରୁଛ ତାହେଲେ ତ କାହିଁ କାଦୁଅରେ ଗୋଡ଼ ପୁରେଇବ କାହିଁକି, ତାପରେ କ'ଣଟା ଧୋଇବ କାହିଁକି? କାହିଁକି ତୁମକୁ ମେଡ଼ିକାଲ ଯିବା ପାଇଁ ଇଚ୍ଛା ହେଉଛି ନା କ'ଣ? ପଇସା ଖର୍ଚ୍ଚ କରିବାକୁ ଇଚ୍ଛା ହେଉଛି, କରୁନ, କି ମନା କରୁଛି କି? ଖେଳୁଥିଲି ମାନେ କ'ଣ କହିଲେ ରଗିବା ପାଇଁ ମୁଁ ରାଗିଲି କେତେବେଳେ? ରାଗିନି ତ। ମୋ କୋଶ୍ଚିନ୍ ଉତ୍ତର ଦେଲା, ମୁଁ ଯାଏ। ଓକେ। ଛୋଟ ଚଢ଼େଇଟିଏ ସିଏ, କଥା କହେ ମଣିଷ ପରି, ପଞ୍ଜୁରୀ ଭିତରେ ରହେ, ମନ ମୋହେ ସବୁରି। କହିଲ କିଏ? କ'ଣ? ଛୋଟ ଚଢ଼େଇଟିଏ ସିଏ, କଥା କହେ ମଣିଷ ପରି, ପଞ୍ଜୁରୀ ଭିତରେ ରହେ, ମନ ମୋହେ ସବୁରି। ଶୁଆ? ବୋପା ଆଜି କି ରଙ୍ଗ! ପ୍ରଶ୍ନର ଉତ୍ତର ଦେଇଦେଲ ତ ଆଜି ପୁରା ଓକେ। ନେକ୍ସଟ ପ୍ରଶ୍ନ। କାହାଣୀ ଏକ ବଡ଼ ଦୁଃଖର, କାହାଣୀ ଏକ ବଡ଼ ଦୁଃଖର, 100 ପୁଅ ଥିଲେ ତାହାର, 100 ପୁଅ ଥିଲେ ତାହାର, କେହି ବି ବଞ୍ଚିଲେ ନାହିଁ, କେହି ବି ବଞ୍ଚିଲେ ନାହିଁ, ତାଙ୍କ ଗର୍ବ ତାଙ୍କୁ ଖାଇଗଲା, ତଥାପି ମୁଣ୍ଡ ନୋଇଲେ ନାହିଁ। ୟେସ୍, କାହାଣୀ କାହାର? 100 ପୁଅ। କାହାଣୀ ଏକ ବଡ଼ ଦୁଃଖର, 100 ପୁଅ ଥିଲେ ତାହାର, କେହି ବି ବଞ୍ଚିଲେ ନାହିଁ, ତାଙ୍କ ଗର୍ବ ତାଙ୍କୁ ଖାଇଗଲା, ତଥାପି ମୁଣ୍ଡ ନୋଇଲେ ନାହିଁ। 100 ପୁଅ କାହାର ଥିଲେ? ହିଷ୍ଟ୍ରି, କାହାଣୀ କିଛି ସେମିତି ଗେସ୍ କରୁଛ? ମୁଁ ଟିକେ ହିଣ୍ଟସ୍ ଦେବି, ମୁଁ ଟିକେ ହିଣ୍ଟସ୍ ଦେବି, ମୁଁ ହିଣ୍ଟସ୍ ଦେଇଦେଉଛି, କହିଦେଉଛି। ମହାଭାରତ ଦେଖିଛ? ସିରିଏଲ ପଢ଼ିଛ ବୋଲି ତ ମୁଁ କେବେ ଭାବିବିନି ମହାଭାରତ ପଢ଼ିଛ ବୋଲି, କେବେ ବି ମୁଁ ମାନେ ସ୍ୱପ୍ନରେ ସୁଦ୍ଧା ଚିନ୍ତା ବି କରିପାରିବିନି କାଳେ ସିରିଏଲ ଦେଖିଥିବ ମହାଭାରତ। ତା ପ୍ରଶ୍ନର ଉତ୍ତର ପାରିବନି ତମେ ଦେଇ, ଆମ୍ଭେ ଦେବୁ ନା ଅଡ଼ିଏନ୍ସଙ୍କ ଉପରେ ଛାଡ଼ିବା? ତମେ ଦିଅ, ନହେଲେ ଦର୍ଶକମାନଙ୍କ ଉପରେ ଛାଡ଼ିଦେବା। କୁହ ଦର୍ଶକଙ୍କୁ, ଦର୍ଶକମାନେ ଦେବେ ଆଉ କମେଣ୍ଟ ମାଧ୍ୟମରେ। ଓକେ, ଉତ୍ତର ପାଇଁକି ଦର୍ଶକମାନଙ୍କ ଉପରେ ଛାଡ଼ି ଦିଆଗଲା। ନେକ୍ସଟ ପ୍ରଶ୍ନ ହେଲା, ରେଡ଼ି? ଅଜାତ ଶତ୍ରୁ ସିଏ ଥିଲା, ଥିଲା ବଡ଼ ଅହଙ୍କାରୀ, ନିଜ ଭାଇଙ୍କୁ ମାରି ବାପାକୁ ବନ୍ଦୀ କଲା, ମାଆର ସମାଧି ପାଖେ ବାପା ସାରା ଜୀବନଟା ସାରିଦେଲା। ଅଜାତ ଶତ୍ରୁ ଥିଲା, ଥିଲା ସିଏ ବଡ଼ ଅହଙ୍କାରୀ, ନିଜ ଭାଇକୁ ମାରି ବାପାକୁ ବନ୍ଦୀ କଲା, ମାଆର ସମାଧି ପାଖେ ବାପା ସାରା ଜୀବନଟା ସାରିଦେଲା। କହିପାରିବ କିଏ?
ହିଷ୍ଟ୍ରି ପଢ଼ିଛ? ଅଷ୍ଟମ ସପ୍ତମ ନବମ ପଢ଼ିଥିଲି। ମୋଗଲ ହିଷ୍ଟ୍ରି ଏଇଟା ଆସିବ। ମୋଗଲ ହିଷ୍ଟ୍ରି କହିଦିଅ। ମୁଁ କାହିଁ କହିବି, ଅଡ଼ିଏନ୍ସ କହିବେ, ଛାଡ଼ିଦିଅ ଅଡ଼ିଏନ୍ସଙ୍କ ଉପରେ। ଦର୍ଶକ ମାନେ ମତେ ତ ଆସୁନି, ଆପଣ ମାନେ କହିବେ କମେଣ୍ଟ। ଓକେ, ନେକ୍ସଟ ପ୍ରଶ୍ନ। ଏବେ ଗୋଟେ ଫଳର ନା ହେଲା, ଏମିତି ଏକ ଫଳଟିଏ ସେଥିରୁ ବାହାରେ କ୍ଷୀର, ଏମିତି ଏକ ଫଳଟିଏ ସେଥିରୁ ବାହାରେ କ୍ଷୀର, ଲମ୍ବା ଗଛରେ ଫଳେ ସିଏ, ଲମ୍ବା ଗଛରେ ଫଳେ ସିଏ, ରୋଗୀ ଖାଇବାକୁ ସବୁଠୁ ଭଲ। ରୋଗୀ ଖାଇବାକୁ ସବୁଠୁ ଭଲ? ରୋଗୀ ତାକୁ ଖାଇବାକୁ ସବୁଠୁ ଭଲ। ଏମିତି ଏକ ଫଳଟିଏ ସେଥିରୁ ବାହାରେ କ୍ଷୀର, ଲମ୍ବା ଗଛରେ ଫଳେ ସିଏ, ରୋଗୀ ଖାଇବା ପାଇଁ ସବୁଠୁ ଭଲ। ଏଟା ଜାଣିଦେଲା, ମୁକେ ମୁକେ ହସ। ହସିଲି ବୋଲି କଣ ଜାଣିଦେଲି? ଫଳ, ଏମିତି ଏକ ଫଳଟିଏ, ଫଳ ହଉ ପରିବା ହଉ, ସେଥିରେ ବାହାରେ କ୍ଷୀର। କ୍ଷୀର? ବେଲ ଗଛ? ବେଲ ଗଛରେ କ୍ଷୀର ବାହାରେ। ଛତୁଆରୀ ଗଛ? ଛତୁଆରୀ ଗଛ? ଲମ୍ବା ଗଛରେ ଫଳେ ସିଏ, ଲମ୍ବା ଲମ୍ବା ଗଛରେ ସେ ଫଳେ, ସେ ଫଳ। ରୋଗୀ ଖାଇବାକୁ ସବୁଠୁ ଭଲ। ରୋଗୀ କହନ୍ତି ପ୍ରାୟ ତାକୁ ସିଝେଇକି ଦିଅ। ସିଝେଇକି ଦିଅ? ଅମୃତଭଣ୍ଡା? ୟେସ୍, ଅମୃତଭଣ୍ଡା? ୟେସ୍ ୟେସ୍ ୟେସ୍। ଯେମିତି କୋଶ୍ଚିନ୍ ତିଆରି କରୁଛୁ ନା। ନାଇଁ କୋଶ୍ଚିନ୍ କ'ଣ ଖରାପ ଅଛି? ଲମ୍ବା ଗଛରେ ଫଳେ କି ନାହିଁ, ଅମୃତଭଣ୍ଡା କ୍ଷୀର ବାହାରେ କି ନାହିଁ, ରୋଗୀ ଖାଇବା ପାଇଁ ଭଲ କି ନାହିଁ, ମୁଁ ତ ଏଇ 3ଟା ହିଣ୍ଟସ୍ ଦେଲାନି, ତମେ ତ କହିପାରୁନ, ମୁଁ କ'ଣ କରିବି? ଓକେ, ନେକ୍ସଟ ପ୍ରଶ୍ନ। ଏଥର ଫୁଲ ନାଁଟା କହିବ। ଏବେ ଶେଷ ପ୍ରଶ୍ନ ପାଇଁ ରେଡ଼ି? ଫୁଲଟିଏ ସିଏ ହଳଦୀ ରଙ୍ଗର, ଫୁଟିଥାଏ ବଡ଼ ଗଛରେ, ଫୁଲଟିଏ ସିଏ ହଳଦୀ ରଙ୍ଗର, ଫୁଟିଥାଏ ବଡ଼ ଗଛରେ, ସେଇ ଗଛରେ ସାପଙ୍କର ବାସ, ସେଇ ଗଛରେ ସାପଙ୍କର ବାସ, ମହକୁଥାଏ ସେ ଫୁଲ ସେଇ ଅଞ୍ଚଳରେ। କହିପାରିବ ସେ ଫୁଲର ନାମ? ବଡ଼ ଗଛରେ ଫୁଟେ ହେଲା, ମହକୁଥାଏ ମାନେ ସେ ଅଞ୍ଚଳ ଯାକ ସେ ମହକିବ, ଆଉ ସେ ଯେଉଁ ଗଛରେ ଫୁଟେ ସେ ଫୁଲ, ସେଇ ଗଛରେ ସାପଙ୍କର ବାସ। ଚମ୍ପା? ହଁ, ହଳଦୀ ରଙ୍ଗର ଫୁଲ, ଚମ୍ପା ଚମ୍ପା ଚମ୍ପା। ଏଟା କେମିତି ଜାଣିଲ? ଆମ ସାନ ମା ଘର ଅଛି, ବାଇରେ ଅଛି ଚମ୍ପା ଗଛ? ହଁ, ରାତିରେ ମନା କରନ୍ତି ସେ ବାରିକି ଯିବା ପାଇଁ କି ସାନ ମା। ଚମ୍ପା ଗଛ, ସତରେ ଚମ୍ପା ଗଛ ବଢ଼ିଆ ଫୁଟେନି, ମାନେ ବଢ଼ିଆ ବାସ୍ନା ହୁଏନି? ଏବେ ହାଣିସାରିଲେଣି ନା, ମୁଁ କ'ଣ କହିପାରିବିନି ବାହାଘର ପରେ, କିନ୍ତୁ ତାଙ୍କ ବାଇରେ ବଡ଼ ଗଛଟେ ଅଛି, ମେଞ୍ଚେ ଫୁଲ ଫୁଟେ, ଏତେ ଫୁଲ ବାହାରେ। ଆଉ ତମେ ତ ନିଶ୍ଚିନ୍ତ ଯାଉଥିବ ଗଛ ଉପରେ ଚଢ଼ିକି ନା, ତୋଳୁଥିବ। ମୁଁ ଜମା ଯାଏନି, ସାପ କୁହନ୍ତି ବୋଲି ମୁଁ ଜମା ଯାଏନି। ଓହୋ, ବଢ଼ିଆ ବାସ୍ନା ହୁଏ। କ୍ୟାମେରା ଇଆଡ଼େ ସିଆଡ଼େ ପଳଉଛି, ମଶା କାମୁଡ଼ୁଛନ୍ତି। ହଉ, ଆମର କୋଶ୍ଚିନ୍ ସଇଲା। ଆଉ କିଛି କହିବ? ସୁଖ ଦୁଃଖ ଟିକେ କହିଦେଉନ, କ'ଣ ଟିକେ ସୁଖ ଦୁଃଖ କଥା କ'ଣ ଟିକେ କହିଦିଅ। କ'ଣ ଖାଇଛ କ'ଣ ନାହିଁ? ଖାଇଛି ଯାହା ରୋଷେଇ ହେଇଛି ଖାଇଛି, ଆଉ କ'ଣ ଖାଇଛି? ଭାତ, କୋବି ତରକାରୀ। ମୋ ପୁଅ ଭଳିଆ କହୁନ। ପୁଅ ଯେଉଁ ଛୋଟ ଥିଲେ କ'ଣ ଖାଇଛୁ? ନା ଭାତ ଆଳୁ। ଭାତ ଆଳୁ, ଆଉ କିଛି ନାହିଁ। ଆଉ ତ କିଛି ସବୁ ଭଲ ଲାଗେନି। ଏବେ ପଚାରିଥାଉ କ'ଣ ଖାଇବ ବୋଲି। ଏବେ ତ ଚିକେନ ମଟନ, ସେ ଯେଉଁ ଲିଷ୍ଟ ଦେଉଛି, ପନିର ଚିକେନ ମଟନ ତ ତଳକୁ ଖସୁନି। ଚିକେନ ଭଲ ଲାଗୁନି ତାକୁ। ଚିକେନ, ହଁ ଚିକେନ କହୁଛି, ମଟନ ଭଲ ଲାଗୁନି। ଚିକେନ, ମଟନ, ଅଣ୍ଡା, ମାଛ। ଅଣ୍ଡାଟା ବେଶୀ ଭଲ ଲାଗୁନି ତାକୁ, କିନ୍ତୁ ମାଛ, ଚିକେନ, ମଟନ, ଆଉ ବେଶୀ ହେଉଛି ଚିକେନ ମଟନ, କାହିଁକିନା ସେ ନିଜ ହାତରେ ଖାଉଛି। ମାଛଟା ହେଲେ ତାକୁ ଖୁଆଇବାକୁ ପଡ଼ୁଛି। ତମର ଚିକେନ ପସନ୍ଦ ନାହିଁ ନା, ତମେ ଖାଲି ମଟନ। ବଡ଼ ପାଟି ଆଉ। ହଉ, ଆଜି ପାଇଁ ଏତିକି। ନମସ୍ତେ। ଭଲରେ ଥାନ୍ତେ ସମସ୍ତେ।